ଆମେ ଏଠାରେ ଆଲୋଚନା କରିବା ଅର୍ଥନୀତିର ଦୁଇ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ, ଯୋଉଟାକି ହେଉଛି ଉପଯୋଗିତା ଓ ଦ୍ରବ୍ୟ। ଉପଯୋଗିତା ବିଷୟରେ ମୁଁ କଣ କରିଛି, ପୂର୍ବ କ୍ଲାସରେ ମୁଁ ଆଲୋଚନା କରିଦେଇଛି। ଆଜି କଣ ହବ ନା ଦ୍ରବ୍ୟ ବିଷୟରେ ଆମେ ଏଠାରେ ଆଲୋଚନା କରିବା। ଏଇ ଭିଡିଓରେ ଆମେ ଜାଣିବା କଣ ନା ଅର୍ଥଶାସ୍ତ୍ରରେ କିପରି ଦ୍ରବ୍ୟକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି, ଯଥା ତମର ମୁଖ୍ୟ ଦ୍ରବ୍ୟ, ଅର୍ଥନୈତିକ ଦ୍ରବ୍ୟ, ଉପଭୋକ୍ତା ଦ୍ରବ୍ୟ, ଉତ୍ପାଦକ ଦ୍ରବ୍ୟ ଇତ୍ୟାଦି ଇତ୍ୟାଦି। ତେବେ ଡେରି ନକରି ଆମେ ଆଗକୁ ବଢିବା। ପ୍ରଥମେ ଦେଖିବା ଏଇ ଯୋଉ ଦ୍ରବ୍ୟର ସଂଜ୍ଞା। କଣ ଦ୍ରବ୍ୟର ସଂଜ୍ଞା କଣ ନା ମାନବୀୟ ଅଭାବ ପୂରଣ କରୁଥିବା ସମସ୍ତ ଭୌତିକ ଏବଂ ଅଭୌତିକ ପଦାର୍ଥକୁ ଆମେ ଅର୍ଥଶାସ୍ତ୍ରରେ କଣ କହୁ ନା ଦ୍ରବ୍ୟ ବା ଗୁଡ୍ସ କହୁ। ଅର୍ଥାତ୍ ମଣିଷର ଯୋଉଟା ଅଭାବ ପୂରଣ କରୁଥିବା ସମସ୍ତ ଭୌତିକ ଏବଂ ଅଭୌତିକ ହେଲା, ଭୌତିକ ଦ୍ରବ୍ୟ ହଉ ବା ଅଭୌତିକ ଦ୍ରବ୍ୟ। ଅଭୌତିକ ଦ୍ରବ୍ୟ କୋଉଟା ନା ସେବା ହେଲା, ଭୌତିକ ଦ୍ରବ୍ୟ କୋଉଟା ନା ଯୋଉଟାକୁ ଆମେ ଦେଖିପାରୁ, ଛୁଇଁ ପାରୁ, ସେଗୁଡିକ ହଉଛି ଭୌତିକ ଦ୍ରବ୍ୟ। ଇଏ ସବୁକୁ ଆମେ ଅର୍ଥଶାସ୍ତ୍ରରେ କଣ କହୁ ନା ପଦାର୍ଥ କହୁଛୁ। ତାପରେ ଆମେ ଦେଖିବା ଉପଯୋଗିତା ଥିବା କୌଣସି ବସ୍ତୁ ହଉଛି ଦ୍ରବ୍ୟ। ଯେକୌଣସି ଦ୍ରବ୍ୟର ଯଦି ତାର ଉପଯୋଗିତା ଥାଏ ତେବେ ତାହାକୁ ଆମେ ଦ୍ରବ୍ୟ କହିଥାଉ। ସେହିପରି ଭୌତିକ ବସ୍ତୁ ସେବା ଉଭୟ ହେଉଛନ୍ତି ଦ୍ରବ୍ୟ। ମୁଁ ତମକୁ କହିଛି ପିଲାମାନେ, ଭୌତିକ ବସ୍ତୁ ଏବଂ ଅଭୌତିକ ବସ୍ତୁ ମାନେ ଏ ହେଉଛି ସେବା। ଡାକ୍ତରଙ୍କ ସେବା, ନର୍ସର ସେବା, ଶିକ୍ଷକ ମାନଙ୍କର ଶିକ୍ଷାଦାନ, ଇଏ ସବୁ ହଉଛି କଣ ନା ଅଭୌତିକ ବସ୍ତୁ ବା ସେବା। ଇଏ ଏବଂ ଭୌତିକ ବସ୍ତୁ କଣ ନା ଯୋଉଗୁଡିକ ଆମେ ଛୁଇଁ ପାରୁଛୁ, ଦେଖିପାରୁଛୁ, ସେଗୁଡିକ ହଉଛି କଣ ନା ଭୌତିକ ବସ୍ତୁ। ଇଏ ସବୁ ଗୁଡିକ କଣ ହଉଛି ନା ଦ୍ରବ୍ୟର ଅନ୍ତର୍ଭୁକ୍ତ। ଠିକ ଅଛି। ତାପରେ ଆମେ ଦେଖିବା ଏଇ ଯୋଉ ଗୋଟେ ଡାଇଗ୍ରାମ ମାଧ୍ୟମରେ ଆମେ ଦେଖିବା। ପ୍ରଥମେ ଦେଖିଲୁ ଦ୍ରବ୍ୟ। ଦ୍ରବ୍ୟକୁ ଆମେ ଯଦି ତାର ଦୁର୍ଲଭତା ଅନୁସାରେ ଆମେ ଭାଗ କରିବା, ଦୁଇଟି ଭାଗ ହବ। ଗୋଟେ ହେଲା ଫ୍ରି ଗୁଡ୍ସ ଆଉ ଗୋଟେ ହେଲା ଇକୋନୋମିକ୍ସ ଗୁଡ୍ସ, ମୁକ୍ତ ଦ୍ରବ୍ୟ, ଆଉ ଗୋଟେ ହେଲା ଅର୍ଥନୈତିକ ଦ୍ରବ୍ୟ। ଏସବୁ ବିଷୟରେ ଆମେ ଡିଟେଲ୍ସରେ ପରବର୍ତ୍ତୀ ସ୍ଲାଇଡରେ ଆମେ ଦେଖିବା। ଫ୍ରି ଗୁଡ୍ସ ମାନେ ଯୋଉଗୁଡିକ ପ୍ରକୃତିରୁ ମୁକ୍ତ ଭାବେ ମିଳେ, ବାୟୁ, ସୂର୍ଯ୍ୟକିରଣ ଏଇଭଳିଆ। ଆଉ ଇକୋନୋମିକ ଗୁଡ୍ସ ମାନେ ଯୋଉଟାକୁ ଆମେ ଟଙ୍କା ପଇସା ଦେଇକି ଆମେ କଣ କରୁ, ବଜାରରୁ ଏମିତି କିଣିଥାଉ, ସେ ହଉଛି ଇକୋନୋମିକ ଗୁଡ୍ସ। ସେଭଳି ମେଟେରିଆଲ ନେଚର ଅନୁସାରେ ହେଲା, ଭୌତିକତା ଅନୁସାରେ ଆମେ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ନା ଉତ୍ପାଦନର କଣ ନା ସୋପାନ ଅନୁସାରେ କିଛି କହିବା ଆମେ ର ମେଟେରିଆଲ, ଆଉ କିଛି କହିବା ବା ର ଗୁଡ୍ସ, ଆଉ ଗୋଟେ କିଛି କହିବା ଫିନିଶ୍ଡ ଗୁଡ୍ସ। ଅର୍ଥାତ୍ ଦେଖ ପିଲାମାନେ, ଯେପରି ତମର ଏଠି କଣ ହେଇଛି ନା ଉଡ ଲକ୍ ମାନେ କାଠ ଗଣ୍ଡି, ଏଟା ହଉଛି ର ଗୁଡ୍ସ। ଯେତେବେଳେ କାଠ ଗଣ୍ଡିରୁ ଆମେ ପେପର ତିଆରି କରିଦେଲୁ, ସେଇଟା ହେଲା କଣ ନା ଫିନିଶ୍ଡ ଗୁଡ୍ ହେଲା। ସେହିପରି ଆମେ ଦେଖିବା କିଛି ଦ୍ରବ୍ୟ ହଉଛି ଭୌତିକ ଦ୍ରବ୍ୟ, ଅର୍ଥାତ୍ ମେଟେରିଆଲ ଗୁଡ୍ସ। ଅର୍ଥାତ୍ କିପରି ନା ଗାଡି, ଘର, ଏଗୁଡିକ ହଉଛି କଣ ଭୌତିକ, ଆମେ ଦେଖିପାରୁଛୁ, ଛୁଇଁ ପାରୁଛୁ, ତେଣୁ ଭୌତିକ ଗୁଡ୍ସ। ଏବଂ ଆଉ କିଛି ଅଭୌତିକ ଗୁଡ୍ସ, ମନେକର ଇଲେକ୍ଟ୍ରିକ ଏଟା ଜଳୁଛି, ଏଇଟା ଗୋଟେ ଅଭୌତିକ ଗୁଡ୍ସ। ମାନେ ଏଇଟା ଆଲୁଅଟାକୁ ଆମେ ଦେଖିପାରୁଛୁ, ଏଇଟା ଗୋଟେ ସେବା ଭିତରେ ଯିବ। ହଁ, ଯେ ସର୍ଭିସ ପ୍ରୋଭାଇଡର ମାନେ କଣ କରୁଛି, ଯେ ଇଲେକ୍ଟ୍ରିସିଟି ପ୍ରୋଭାଇଡ କରୁଛି। ଠିକ ସେଇଭଳି ଜଣେ ସେଲୁନରେ ଜଣେ ବାଳ କାଟୁଛି, ତେଣୁକରି ଏଠି କଣ କରୁଛି, ସେବା ପ୍ରଦାନ କରୁଛି। ଏଇ ସବୁ କଣ ଅଭୌତିକ ଗୁଡ୍ସ ଭିତରେ ଯିବ। ଆଉ ଯୋଉ ଗୁଡ୍ସ ବା ଯୋଉ ଜିନିଷ ଗୁଡିକର ମାଲିକାନା ତତ୍ତ୍ୱ ଉପରେ ପ୍ରାଇଭେଟ, ଘରୋଇ ଏବଂ ସରକାରୀ, ଯୋଉଟା ପବ୍ଲିକ ଗୁଡ୍ସ। ହଁ, ପ୍ରାଇଭେଟ ଗୁଡ୍ସ ହେଇପାରିବ ଯୋଉଟା ଆମେ ବ୍ୟକ୍ତିଗତ ମାଲିକାନା ଥାଏ, ଏବଂ ସର୍ବସାଧାରଣ ମାଲିକାନା ଯୋଉଟା ଥାଏ ଯୋଉଟା ପବ୍ଲିକ ଗୁଡ୍ସ। ସେପରି ମାନେ କଣ ପ୍ରାଇଭେଟ ହାଉସ ଆମେ ଘର, ଏବଂ ଗୋଟେ ପବ୍ଲିକ ସ୍କୁଲ, ସ୍କୁଲଟା ହଉଛି ସମସ୍ତଙ୍କ ପାଇଁ ଗୋଟେ ପବ୍ଲିକ ସ୍କୁଲ। ସେଇପରି ଆମେ ବ୍ୟବହାର ଉପରେ, ଉପଭୋଗ ଉପରେ କଣ ହଉଛି ନା କଞ୍ଜ୍ୟୁମର ଗୁଡ୍ସ, ଉପଭୋକ୍ତାଙ୍କ ଦ୍ରବ୍ୟ। ସେଉ, ଲୁଗାପଟା, ଏଗୁଡା ସବୁ କଣ ହନ୍ତି, ଲୋକମାନେ ବ୍ୟବହାର କରନ୍ତି, ଉପଭୋକ୍ତାଙ୍କ ଦ୍ରବ୍ୟ। ଉତ୍ପାଦକ ଦ୍ରବ୍ୟ କଣ, ସିଲେଇ ମେସିନ କୋ, କାରଖାନା କୋ, ଏଗୁଡା ସବୁ ଉତ୍ପାଦକ। ଇଏ କଣ କରେ ନା ପ୍ରଡକ୍ସନ କରେ, ଯେପରି ବୁଝିଗଲା କି। ତେଣୁ ଇଏ ହେଲା ଉତ୍ପାଦକ ଦ୍ରବ୍ୟ। ସବିଶେଷରେ ଆମେ ପରପର ସ୍ଲାଇଡରେ ଆମେ ଦେଖିବା। ଆଉ ନ୍ୟାସନାଲ, ଜାତୀୟ ଆୟ ଇଏରେ ଆମେ ଦେଖ
ନ୍ୟାସନାଲ ଇନକମ ଇଏ କରାହେଇଛି, ମନେକର ତାକୁ ଜାତୀୟ ଆୟକୁ ଦୁଇ ଭାଗରେ ଫେରେ ବିଭକ୍ତ କରାଯାଇଛି, ଗୋଟେ ମନେକର ପ୍ରାଇଭେଟ ଆଉ ପବ୍ଲିକ, ହଁ, ଘରୋଇ ଏବଂ ବେସରକାରୀ, ଏକୁ ଫେରେ ମଧ୍ୟ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ଆମେ ଦେଖିବା ମୁକ୍ତ ଦ୍ରବ୍ୟ ଏବଂ ଅର୍ଥନୈତିକ ଦ୍ରବ୍ୟ। ମୁକ୍ତ ଦ୍ରବ୍ୟ ମାନେ ଫ୍ରି ଗୁଡ୍ସ। ଏଇଟା କଣ ନା ସେଇ ସବୁ ଦ୍ରବ୍ୟ ଯାହା ପ୍ରକୃତିରୁ କୌଣସି ପାରିଶ୍ରମିକ ବିନା ଉପଲବ୍ଧ ହୁଏ, ତାହାକୁ ମାଗଣା ଦ୍ରବ୍ୟ ମଧ୍ୟ କୁହାଯାଏ। ହେଲା, ଫ୍ରି ଗୁଡ୍ସ ର ଅନ୍ୟ ନାମ ହଉଛି କଣ ନା ମାଗଣା ଦ୍ରବ୍ୟ। ଏଇଟା ପ୍ରକୃତିରୁ ମୁକ୍ତ ଭାବେ ବିନା ପଇସାରେ ମିଳେ। ଠିକ ଅଛି, ଅର୍ଥାତ୍ ପ୍ରାକୃତିକ ଦ୍ରବ୍ୟ ଯାହାର କୌଣସି ମୂଲ୍ୟ ଦେବାକୁ ପଡି ନଥାଏ, ଏଇଟା ହଉଛି କଣ ନା ମୁକ୍ତ ଦ୍ରବ୍ୟ। ହେଲା, ମୁକ୍ତ ଦ୍ରବ୍ୟ ଭିତରେ ଆମେ ଦେଖିବା, ସେ କହୁଛି ତାର ଯୋଉ କଣ ସପ୍ଲାଇଟା, ଯୋଗାଣଟା ମୋର ଦେନ୍ ଡିମାଣ୍ଡ। ଆମ ପାଖରେ ଯେତିକି ଚାହିଦା ଅଛି ତାଠାରୁ ଅଧିକ ସପ୍ଲାଇ ହେଇଥାଏ। ଯେପରି ଆମର କହିବା ଜଳ, ଝରଣାର ଜଳ, ଆମେ ଆମ ପାଇଁ ଅଞ୍ଜଳେ ଦି ଅଞ୍ଜଳେ ପାଣି ହେଲେ ଆମେ ଶୋଷ ଆମର ମେଣ୍ଟିଯିବ, କିନ୍ତୁ ସିଏ ଅନବରତ ବୋହି ଚାଲିଛି। ବାୟୁ, ଆମର କିଛି ବାୟୁ ହେଲେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବା, କିନ୍ତୁ ସେ ବାୟୁ ତ ଭରପୁର ଅଛି। ତେଣୁକରି ଏଗୁଡା ସବୁବେଳେ କଣ ହେଇଥାଏ ନା ସପ୍ଲାଇଟା ଡିମାଣ୍ଡ ଠାରୁ ଅଧିକା ଥାଏ, ଆବଶ୍ୟକ ଚାହିଦା ଠାରୁ କଣ ହେଇଥାଏ ନା ଯୋଗାଣଟା ଅଧିକ ଥାଏ। ତାପରେ ପ୍ରାଇସ୍, ୟାର କୌଣସି ପ୍ରାଇସ୍ ଦେବାକୁ ପଡେନି। ଫ୍ରି ଗୁଡ୍ସ କିଛି ପ୍ରାଇସ୍, ଆମେ ପାଣି ବ୍ୟବହାର କରିବା କୌଣସି ପ୍ରାଇସ୍ ଦେବାନି, ଆମେ କଣ କରିବା ସୂର୍ଯ୍ୟ କିରଣ ବ୍ୟବହାର କରିବା କୌଣସି ପ୍ରାଇସ୍ ଦେବାନି। ଆଉ ଗୋଟେ ହ୍ୟୁମାନ ଇଫର୍ଟ, ଏଠାରେ ହ୍ୟୁମାନ ର ଇଫର୍ଟ ଟୋଟାଲ ନାହିଁ। ଅର୍ଥାତ୍ ପାଣିକୁ ସଂଗ୍ରହ କରିବା ପାଇଁ ବା ତିଆରି କରିବା ପାଇଁ ଏଠି ମଣିଷର କିଛି ଆବଶ୍ୟକତା ନାହିଁ, କି ସୂର୍ଯ୍ୟ କିରଣ ମଣିଷର କିଛି ଇଏ ନାହିଁ, ସେ ଅଟୋମେଟିକାଲି। ଆଉ ହ୍ୟୁମାନ ଇଫେକ୍ଟ ମାନେ ମଣିଷର କଣ କାର୍ଯ୍ୟ ଏଠାରେ କୌଣସି ନଥାଏ। ତାପରେ ଭ୍ୟାଲୁ ଦେଇ ଦେଖିବା, ଓନ୍ଲି ତା ମୂଲ୍ୟ କଣ, ଓନ୍ଲି ୟୁଜ ଭ୍ୟାଲୁ, କେବଳ ବ୍ୟବହାର ପାଇଁ ଭ୍ୟାଲୁ ଥାଏ, ଆଉ ନୋ ଏକ୍ସଚେଞ୍ଜ ଭ୍ୟାଲୁ। ୟାକୁ ଆମେ ବିକି ପାରିବାନି। ମନେକର ଆମେ ଗୋଟେ ହାତ ଘଣ୍ଟା କିଣିଛେ, ସେ ହାତ ଘଣ୍ଟାଟାକୁ ଆମେ ଯଦି ଭଲ ଲାଗିଲା ହୁଏତ କାହାକୁ ବିକି ଦେଇପାରିବା, ଏଟା ଏକ୍ସଚେଞ୍ଜ ଭ୍ୟାଲୁ ଅଛି। କିନ୍ତୁ ସୂର୍ଯ୍ୟ କିରଣ, ପାଣି, ଏଗୁଡାକୁ କଣ ଆମେ କାହାକୁ ବିକି ପାରିବା, ଏଟା ନୋ ଏକ୍ସଚେଞ୍ଜ ଭ୍ୟାଲୁ। ତାପରେ ଦେଖିବା ଫ୍ରି ଗୁଡ୍ସ ର କିଛି ଉଦାହରଣ, ବାୟୁ, ସୂର୍ଯ୍ୟ କିରଣ ଆଉ ରିଭର ୱାଟର, ନଦୀ ଜଳ। ବାୟୁଟା ତମର ସପ୍ଲାଏ, ଭରପୁର ସପ୍ଲାଏ ଅଛି, ଆବଣ୍ଡେଣ୍ଟ ସପ୍ଲାଏ। ସୂର୍ଯ୍ୟ କିରଣ ପ୍ରକୃତିର ଦାନ, ନେଚର୍ସ ଗିଫ୍ଟ। ଆଉ ନଦୀ ଜଳ ଆଭେଲେବୁଲ ଫ୍ରିଲି, ମୁକ୍ତ ଭାବରେ ମିଳିଥାଏ। ଏଇଗୁଡିକ ହଉଛି କଣ ନା ଫ୍ରି ଗୁଡ୍ସ ର ଗୋଟେ ଗୋଟେ ଏକ୍ସାମ୍ପଲ। ଏଗୁଡା ପିଲାମାନେ ତମେ ମାନେ ଟିକେ ନୋଟ୍ସ କରିନବ, ଭିଡିଓ ଦେଖିଲା ବେଳେ ଟିକେ ନୋଟ୍ସ କରିନବ, ଏବଂ କଣ ହବ ଦରକାର ହବ। ତାପରେ ଦେଖିବା ଏକ୍ସାମ୍ପଲ ଅଫ ଇକୋନୋମିକ ଗୁଡ୍ସ। ଇକୋନୋମିକ ଗୁଡ୍ସ ରେ କଣ ହୁଏ ନା କମୋଡିଟି ରହିଲା, ହଁ, ଦ୍ରବ୍ୟ କଣ ମନେକର ପେନ୍, ଇଟ୍ ପ୍ରଡ୍ୟୁସ ବାଇ ହ୍ୟୁମାନ୍ସ ଆଣ୍ଡ ସ୍କେୟାର। ତା ମାନେ ଏଇଟା ମଣିଷ ଦ୍ୱାରା ତିଆରି ଏବଂ ଏହାର ଦୁଷ୍ପ୍ରାପ୍ୟତା ଅଛି, ସ୍କାର୍ସିଟି ଅଛି, ଅର୍ଥାତ୍ ଅନଲିମିଟେଡ ନାହିଁ। ଯେମିତି ସୂର୍ଯ୍ୟ କିରଣ ଅନଲିମିଟେଡ ରହୁଛି, ମାନେ ଅସୀମ ଭାବରେ ରହୁଛି, ବାୟୁ ଅସୀମ ଭାବରେ, ଅସୀମ ନୁହେଁ, ୟାର ଗୋଟେ ୟାର ଦୁଷ୍ପ୍ରାପ୍ୟତା ଅଛି। ତାପରେ ଦେଖିବା ସେମିତି କ୍ଲଥ, ପୋଷାକ, ହଁ, ଏଇଟାକୁ ଗୋଟେ ଉତ୍ପାଦନ କରିବାର ଆବଶ୍ୟକତା ଅଛି, ମନକୁ ମନ ଏଇ ଉତ୍ପାଦିତ ହବନି। ସେଇଭଳି ଆମେ କହିବା ଘର, ତାକୁ ତିଆରି କରିବାକୁ ପଡିବ, ଇଏ ମନକୁ ମନ ପ୍ରକୃତିରେ ନାହିଁ। ଏଗୁଡିକ ହଉଛି କଣ ନା ଇକୋନୋମିକ୍ସ ଗୁଡ୍ସ ବା ଅର୍ଥନୈତିକ ଦ୍ରବ୍ୟର ଗୋଟେ ଗୋଟେ ଉଦାହରଣ। ତାପରେ ଆମେ ଦେଖିବା ଏଇ ଯୋଉ ଅର୍ଥନୈତିକ ଦ୍ରବ୍ୟ, ହଁ, ସେଇ ସବୁ ଦ୍ରବ୍ୟ ଯାହା ଦୁର୍ଲଭ, ଯାହାକୁ ପାଇବା ପାଇଁ ପାରିଶ୍ରମିକ ହେବାକୁ ପଡେ, ତାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ। ଅର୍ଥାତ୍ ଏଇ ଦ୍ରବ୍ୟ ଗୁଡିକ ପାଇବା ପାଇଁ ଆମକୁ କଣ କରିବାକୁ ପଡିବ ନା ପାରିଶ୍ରମିକ ଦେବାକୁ ପଡିବ। ଅର୍ଥାତ୍ ଦୁର୍ଲଭ ଦ୍ରବ୍ୟ ଯାହା କିଣିବାକୁ ପଡେ, ଯୋଉଟାକୁ ଆମେ କିଣିବା ସେଇଟା ହେଲା ଅର୍ଥନୈତିକ ଦ୍ରବ୍ୟ। ହେଲା, ଦେଖ ଅର୍ଥନୈତିକ ଦ୍ରବ୍ୟର କଣ ଥାଏ ତାର କ୍ୟାରେକ୍ଟରିଷ୍ଟିକ୍ସ, ତାର ବୈଶିଷ୍ଟ୍ୟ କଣ ନା ୟାର ଯୋଗାଣଟା ଲେସ୍ ଦେନ୍ ଡିମାଣ୍ଡ, ମାର୍କେଟରେ ଯେତିକି ଡିମାଣ୍ଡ ଅଛି ତାଠାରୁ କମ ଯୋଗାଣ ଦିଆଯାଏ। ହେଲା, ଏବଂ ୟାର ଦୁଷ୍ପ୍ରାପ୍ୟତା ଅଛି, ସ୍କାରସିଟି ଅଛି, ଏବଂ এটা ଗୋଟେ ମାର୍କେଟ ପ୍ରାଇସ୍ ଅଛି, ବଜାର ମୂଲ୍ୟ ଅଛି। ଅର୍ଥନୈତିକ ଦ୍ରବ୍ୟ ସବୁ ବଜାର ମୂଲ୍ୟ ଅଛି। ଗୋଟେ ପେନ୍ 10 rupees ହବ, ଏଇଟା ବଜାରରେ ଚାଲୁଛି। ହେଲା, ଏଇ ମାନେ ବୁଝିହେଲା କି, ତେଣୁ ସମସ୍ତେ ଗୋଟେ ବଜାର ମୂଲ୍ୟ ଅଛି। ଆଣ୍ଡ ହ୍ୟୁମାନ ଇଫର୍ଟ, ଏଇଟାକୁ ତିଆରି କରିବାକୁ ହେଲେ ମଣିଷର ହାତ ମାନେ ଲାଗିବା ନିହାତି ଦରକାର। ଏବଂ ଯଦି ଦେଖିବା ବୋଥ ଭ୍ୟାଲ୍ୟୁ ଏଡେଡ ଆଣ୍ଡ ଏକ୍ସଚେଞ୍ଜ ଭ୍ୟାଲ୍ୟୁ, ଏଇଟାର ମୂଲ୍ୟ ଅଛି ଏବଂ ତାକୁ ଏକ୍ସଚେଞ୍ଜ କରିବାର ମୂଲ୍ୟ ବି ଅଛି।
ହେଲା। ଏଇସବୁ ଜିନିଷ ଗୁଡିକ ଅର୍ଥନୈତିକ ଦ୍ରବ୍ୟର ମାନେ କଣ ତାର ବୈଶିଷ୍ଟ୍ୟ। ଏଗୁଡିକ ଥିଲେ ଆମେ ତାକୁ ଅର୍ଥନୈତିକ ଦ୍ରବ୍ୟ କହିପାରିବା। ତାପରେ ଆମେ ଦେଖିବା ଫ୍ରି ଗୁଡ୍ସ ଆଣ୍ଡ ଇକୋନୋମିକ୍ସ ଗୁଡ୍ସ, ତା ଭିତରେ କଣ ନା ଡିଫରେନ୍ସ ଅଛି। କଣ ଡିଫରେନ୍ସ ଟା ଦେଖିବା ନା ଫ୍ରି ଗୁଡ୍ସ ହଉଛି ନେଚର୍ସ ଗିଫ୍ଟ ଅର୍ଥାତ ପ୍ରକୃତିର ମୁକ୍ତ ଦାନ। ଇକୋନୋମିକ୍ସ ଗୁଡ ହଉଛି ହ୍ୟୁମାନ ମେଡ ଅର୍ଥାତ ମଣିଷ ଦ୍ଵାରା ସୃଷ୍ଟ। ଯଦି ଆମେ ସପ୍ଲାଏ ଯୋଗାଣ ଦେଖିବା, ଆବଶ୍ୟକତାରୁ କଣ ଫ୍ରି ଗୁଡ୍ସ ଟା ଅଧିକ ମିଳେ, ଯେତିକି ଡିମାଣ୍ଡ ତାଠାରୁ ଅଧିକ ମିଳିଥାଏ। ଅର୍ଥାତ ଯୋଗାଣ ଠାରୁ ହଁ ଯୋଗାଣ ଠାରୁ ଆବଶ୍ୟକତା ତାର କମ ରହିଥାଏ। କିନ୍ତୁ ଏଠି ଇକୋନୋମିକ୍ସ ଗୁଡରେ କଣ ନା ସ୍କେୟାର ଲେସ୍ ଦେନ୍ ଡିମାଣ୍ଡ, ଅର୍ଥାତ ମୋର ଦେନ୍ ଡିମାଣ୍ଡ, ମାନେ ଯୋଗାଣ ଯେତିକି ଅଛି ହେଲା, ଯୋଗାଣ ଯେତିକି ଅଛି ଡିମାଣ୍ଡ ତାଠାରୁ ଅଧିକ ଅଛି। ତାପରେ ଫ୍ରି ଗୁଡ୍ସ ରେ କୌଣସି ପ୍ରାଇସ୍ ଦେବାକୁ ପଡିବନି। ଇକୋନୋମିକ ଗୁଡ୍ସ ରେ ତମକୁ କଣ କରିବାକୁ ପଡିବ, ପ୍ରାଇସ୍ ଦେବାକୁ ପଡିବ। ଆଉ ଫ୍ରି ଗୁଡ୍ସ ମଣିଷର କୌଣସି କଣ ନଥାଏ, ନାଇଁ କଣ୍ଟ୍ରିବ୍ୟୁସନ ଥାଏ, ତିଆରି ହେବା ପାଇଁ ମଣିଷର କୌଣସି ଆବଶ୍ୟକତା ନଥାଏ। କିନ୍ତୁ ଇକୋନୋମିକ୍ସ ଗୁଡରେ ମଣିଷର ଇଫୋର୍ଟଟା ହିଁ ଇନଭଲ୍ଭ ଥାଏ। ଆଉ ଯଦି ଦେଖିବା ଭ୍ୟାଲୁ ଦେଖିବା, ଫ୍ରି ଗୁଡ୍ସ ରେ କେବଳ ୟୁଜ ଭ୍ୟାଲୁ ଅଛି। ଆଉ ଏଠି ଇକୋନୋମିକ୍ସ ଗୁଡରେ ଆମେ ବ୍ୟବହାର କରିବାର ଭ୍ୟାଲୁ ବି ଅଛି, ଏକ୍ସଚେଞ୍ଜ ଭ୍ୟାଲୁ ବି ଅଛି। ଏଇ ଜିନିଷଟା ବି ଅଛି। ଏକ୍ସଚେଞ୍ଜ ମାନେ ଆମେ ତାକୁ କଣ କରିପାରିବା, ବିକ୍ରି କରିପାରିବା। ବ୍ୟବହାର କରିବା, ବ୍ୟବହାର ମୂଲ୍ୟ ଅଛି, ବିକ୍ରିର ମୂଲ୍ୟ ଗୋଟେ ଅଛି। ତାପରେ ଏକ୍ସାମ୍ପଲ ଦବା, ଫ୍ରି ଗୁଡ୍ସ ରେ ଏୟାର ମାନେ ପବନ, ସୂର୍ଯ୍ୟ କିରଣ ଏବଂ ନଦୀର ପାଣି। କିନ୍ତୁ ଆମେ ଅର୍ଥନୈତିକ ଇଏରେ ଆମେ ଯଦି ଉଦାହରଣ ଦବା, ପେନ୍, ବୁକ୍ସ, ହାଉସ, ଫୁଡ ଅର୍ଥାତ କଲମ, ବହି, ଘର ଏବଂ ଖାଦ୍ୟ, ଏଇ ସବୁ ଗୁଡିକ ହଉଛି ଇକୋନୋମିକ୍ସ ଗୁଡ୍ସ। ଠିକ ଅଛି ପିଲାମାନେ, ଆମେ ଦେଖିବା ଗୋଟେ ଡାଇଗ୍ରାମ ମାଧ୍ୟମରେ ଦେଖିବା, ଚିତ୍ର ମାଧ୍ୟମରେ ଦେଖିବା। କଣ ନା ସମ୍ ଗୁଡ୍ସ କ୍ୟାନ୍ ବି ଫ୍ରି ଅର୍ ଇକୋନୋମିକ ବେସ୍ଡ ଅନ୍ ପ୍ଲେସ୍, ଟାଇମ୍ ଏଣ୍ଡ ସାର୍କମଷ୍ଟାନ୍ସ। ଅର୍ଥାତ କିଛି ଗୁଡ୍ସ ଅଛି, ସେଇ ଗୁଡ୍ସ ଟା ଉଭୟ ଫ୍ରି ଏବଂ ସେଇ ଗୁଡ୍ସ ଟା ବି ଉଭୟ ଅର୍ଥନୈତିକ ମାନେ କଣ ହବ, ମୁକ୍ତ ଦ୍ରବ୍ୟ ଏବଂ ଅର୍ଥନୈତିକ ଦ୍ରବ୍ୟ। କିପରି ନା ସ୍ଥାନ ପରିବର୍ତ୍ତନରେ, ସମୟ ପରିବର୍ତ୍ତନରେ ଏବଂ ପାରିପାର୍ଶ୍ୱିକ ସ୍ଥିତି ପରିବର୍ତ୍ତନ ଇଆର କଣ ହେଇଥାଏ, ୟା ପରିବର୍ତ୍ତିତ ହୋଇଥାଏ। ଅର୍ଥନୀତିରୁ ମୁକ୍ତ, ମୁକ୍ତରୁ ଅର୍ଥନୀତି। କି ଦେଖ ମନେକର ୱାଟର, ଆମେ ଜଳଟାକୁ ଫ୍ରି ଗୁଡ୍ସ କହିବା ନା ଇକୋନୋମିକ ଗୁଡ୍ସ କହିବା, ମୁକ୍ତ ଦ୍ରବ୍ୟ କହିବା ନା ଅର୍ଥନୈତିକ ଦ୍ରବ୍ୟ କହିବା। ଯଦି ଏଟା ନଦୀର ପାଣି ହେଇଛି, ମୁକ୍ତ ଦ୍ରବ୍ୟ, କାରଣ କୌଣସି ପଇସା ଦେବା ଦରକାର ନାହିଁ, ନଦୀରୁ ପାଣି ଆମେ ପିଇ ପାରିବା। ଯଦି ଏଟା ଟେପ୍ ପାଣି ହେଇଛି, ଗୋଟେ ସହରର ଟେପ୍ ପାଣି ହେଇଛି, ତାହେଲେ ଏଟା ଇକୋନୋମିକ ଗୁଡ୍ସ ହବ, କାହିଁକି ନା ଆମେ ତାପରେ ଗୋଟେ ମୂଲ୍ୟ ଦଉ। ବାୟୁ ବା ଅମ୍ଳଜାନ, ଆମେ ନର୍ମାଲ ଏୟାର ଟା ଯେତେବେଳେ ନଉଛୁ, ସେତେବେଳେ ଇଏ ଆମ ପାଇଁ ମୁକ୍ତ ଦ୍ରବ୍ୟ। କିନ୍ତୁ ଯେତେବେଳେ ଡାକ୍ତରଖାନାରେ ଯଦି ରୋଗୀ ସେଇ ପବନକୁ ବା ସେଇ ଅକ୍ସିଜେନକୁ ନଉଛି, ସେତେବେଳେ ତା ପାଇଁ ଏଟା ଇକୋନୋମିକ ଗୁଡ୍ସ ହେଇଯାଏ। ପିଲାମାନେ ଏଗୁଡା ଭଲସେ ମନେ ରଖିବ, କାରଣ ଏମସିକ୍ୟୁ ମାଧ୍ୟମରେ ଏଗୁଡା ସବୁ ପଡେ। ଏମିତି ଅପସନ ଆସିଥିବ, ଅମ୍ଳଜାନ ଟା ଡାକ୍ତରଖାନାରେ ଇଏ ହଉଥିବା ଅମ୍ଳଜାନ ମୁକ୍ତ ଦ୍ରବ୍ୟ ନା ଅର୍ଥନୈତିକ ଦ୍ରବ୍ୟ ନା କୋଉ ପ୍ରକାର ଦ୍ରବ୍ୟ, ଏମିତି ସବୁ ଆସିଥିବ। ତେଣୁକରି ତମେ ଏଗୁଡା ସବୁ ବୁଝିଲେ ଠିକ ସେ ତମେ ଏଗୁଡା କରିପାରିବ। ହଁ, ତାପରେ ଦେଖ ଉଡ୍ସ, କାଠ, ଜଙ୍ଗଲରେ ଯଦି କାଠ ରହିଛି ସେଇଟା ଆମ ପାଇଁ ମୁକ୍ତ ଦ୍ରବ୍ୟ, କିନ୍ତୁ ସେଇ କାଠ ଯେତେବେଳେ ମାର୍କେଟରେ ବିକ୍ରି ହଉଛି, ସେ ହଉଛି ଆମ ପାଇଁ ଅର୍ଥନୈତିକ ଦ୍ରବ୍ୟ। ମାନେ ସମାନ ଗୁଡ୍ସ ରହିଛି, କେବଳ ସ୍ଥାନ, କାଳ ଏବଂ ପାତ୍ରରେ ଇଏ କଣ ହଉଛି, ପରିବର୍ତ୍ତନ ହଉଛି। ସ୍ୟାଣ୍ଡ, ବାଲି ସେଇଭଳିଆ ଯଦି ଆମେ ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରୁ, ସେଇଟା ଆମ ପାଇଁ ଫ୍ରି ହେଇଯିବ। ଯଦି ଆମେ କନଷ୍ଟ୍ରକ୍ସନ କରିବା ପାଇଁ ସେଇ ବାଲିକୁ ନେଇ ଆସିକି ଏଠି ଆମେ ବିକ୍ରି କରୁ, ସିଏ ଆମ ପାଇଁ ଅର୍ଥନୈତିକ ଦ୍ରବ୍ୟ ହେଇଯିବ। ପିଲାମାନେ ମୁଁ ଭାବୁଥିବି ଏଗୁଡା ସବୁ ଭଲସେ ବୁଝିପାରୁଥିବ। ତାପରେ ଦେଖିବା ଉପଭୋଗ ଦ୍ରବ୍ୟ, କଞ୍ଜ୍ୟୁମର ଗୁଡ୍ସ, ଉତ୍ପାଦକ ଦ୍ରବ୍ୟ, ପ୍ରଡ୍ୟୁସର ଗୁଡ୍ସ। ୟା ଭିତରେ ପାର୍ଥକ୍ୟ କଣ ନା କଞ୍ଜ୍ୟୁମର ଗୁଡ୍ସ ହଉଛି କଣ, ଗୁଡ୍ସ that directly satisfy human wants, ଅର୍ଥାତ ଯେଉଁ ଦ୍ରବ୍ୟ ଗୁଡିକ ସିଧାସଳଖ ମଣିଷର ଆବଶ୍ୟକତା ପୂରଣ କରେ, ତାହା ହିଁ ହେଉଛି ଉତ୍ପାଦକ ଉପଭୋଗ ଦ୍ରବ୍ୟ। ତାକୁ କହୁଛି ଉପଭୋଗ ଦ୍ରବ୍ୟ। କିପରି ଦେଖ, ଏଇ ଯୋଉ ଉପଭୋଗ ଦ୍ରବ୍ୟ ଫେରେ ଦୁଇ ପ୍ରକାର ରହୁଛି, ଗୋଟେ ହଉଛି ସ୍ୱଳ୍ପସ୍ଥାୟୀ, ଗୋଟେ ହେଲା ଦୀର୍ଘସ୍ଥାୟୀ। ସ୍ୱଳ୍ପସ୍ଥାୟୀ ମାନେ କଣ, ଆମେ କମ ସମୟ ପାଇଁ ଉପଭୋଗ କରିବା। କିପରି ନା ଗୁଡ୍ସ ୟୁଜ୍ଡ ୱାନ୍ସ କନଜ୍ୟୁମ ଇମିଡିଏଟଲି, ଆମେ କଣ କରୁ, ଇମିଡିଏଟଲି ତାକୁ ଖର୍ଚ୍ଚ କରିଦଉ। ଯେପରି ଆମେ କହିପାରିବା ଫୁଡ୍ସ, ପେଟ୍ରୋଲ, ବିସ୍କିଟ, ଏ ସବୁକୁ ମାନେ ଆମେ ଉପଭୋଗ କରିବା, ଘଣ୍ଟେ 2 ଘଣ୍ଟା 3 ଘଣ୍ଟା ପରେ ଫେର ଭୋକ ଲାଗିବ।
ତେଣୁକରି ଇଏ ହେଉଛି କଣ ସ୍ୱଳ୍ପସ୍ଥାୟୀ। କିନ୍ତୁ ଦୀର୍ଘସ୍ଥାୟୀ କଣ ନା ଦୀର୍ଘସ୍ଥାୟୀ ଦେଖ ଏଇଟାକୁ ଆମେ ୟୁଜ କରିବା ରିପିଟେଡଲି ଓଭର ଏ ଟାଇମ, ବାରମ୍ବାର ବ୍ୟବହାର କରିବା କିଛି ଦିନ ପାଇଁ। ଯେପରି ଗୋଟେ ଘର କରିବା ଆମେ 50 ବର୍ଷ ତାକୁ ବ୍ୟବହାର କରିବା, ଗୋଟେ କାର କରିବା 5 ବର୍ଷ ତାକୁ ଇଏ କରିବା, ଟିଭିଟେ କରିବା 10 ବର୍ଷ ଦେଖିବା, ଫର୍ଣ୍ଣିଚର ସେ 5-10 ବର୍ଷ ଏଗୁଡା ଗୋଟେ ଦୀର୍ଘସ୍ଥାୟୀ ଦ୍ରବ୍ୟ। ତାପରେ ଆମେ ଦେଖିବା ଉତ୍ପାଦକ ଦ୍ରବ୍ୟ ଯୋଉଟା ପ୍ରୋଡ୍ୟୁସର ଗୁଡ୍ସ କୁହନ୍ତି, ସେ କହୁଛି ଗୁଡ୍ସ ୟୁଜ ଟୁ ପ୍ରୋଡ୍ୟୁସ ଅଦର ଗୁଡ୍ସ, ଯୋଉ ଗୁଡ୍ସ ଗୁଡିକ ବ୍ୟବହାର କରି ଆମେ ଅଲଗା ଦ୍ରବ୍ୟ ବ୍ୟବହାର ତିଆରି କରିଥାଉ ସେଇଟାକୁ ଆମେ କହୁ ପ୍ରୋଡ୍ୟୁସର ଗୁଡ୍ସ। ଦେଖ ଏଗୁଡିକ ଇଏ ବି ଫେର ଦି ପ୍ରକାର ହେଲା, ଗୋଟେ ସିଙ୍ଗଲ ୟୁଜ, ଗୋଟେ ହେଲା ଡ୍ୟୁରେବଲ ଅର୍ଥାତ ବାରମ୍ବାର ବ୍ୟବହାର ହେଇପାରେ। ସିଙ୍ଗଲ ୟୁଜ ଟା କଣ, ୟୁଜ ୱାନ୍ସ ଇନ୍ ପ୍ରଡକ୍ସନ, ଯେମିତି ର ମେଟେରିଆଲ କୋଲ ଡିଜେଲ ଏକୁ ଥରେ ବ୍ୟବହାର କରିବା ସରିଯିବ, ଗାଡିରେ ପେଟ୍ରୋଲ ପକେଇବା ଥରେ ବ୍ୟବହାର ହବ ସରିଗଲା। ଆଉ କିଛି ଅଛି ତାକୁ ରେପିଡଲି ବାରମ୍ବାର ବ୍ୟବହାର କରିହବ, ଯେମିତି ମେସିନଟେ, ଫ୍ୟାକ୍ଟ୍ରି ଟୁଲସ, ଏଟାକୁ ଆମେ କିଛି ଦିନ ପାଇଁ ମଧ୍ୟ ତାକୁ ବ୍ୟବହାର କରିବା ବାରମ୍ବାର ଜିନିଷ ବ୍ୟବହାର। ତେଣୁକରି ଉତ୍ପାଦକ ଦ୍ରବ୍ୟ ଫେର ଦୁଇ ପ୍ରକାର ହେଲା, ଗୋଟେ ହେଲା କଣ ଥରେ ବ୍ୟବହାର କରିବା, ଆଉ ଗୋଟେ ବାରମ୍ବାର ବ୍ୟବହାର କରିପାରିବା। ସେହିପରି ଆମେ ବର୍ତ୍ତମାନ କମ୍ପେୟାର କରିବା କଣ ଉପଭୋଗ ଦ୍ରବ୍ୟ ଏବଂ ଉତ୍ପାଦକ ଦ୍ରବ୍ୟ ମଧ୍ୟରେ କଣ ରହିଛି ପାର୍ଥକ୍ୟ, ସେଟାକୁ ଆମେ କଣ କରିବା କମ୍ପେୟାର କରିବା। ଦେଖ ଗୋଟେ ଦ୍ରବ୍ୟ ହେଲା ମଟର ଗାଡି, ଏଇଟା ଯେତେବେଳେ ଆମେ ପର୍ସନାଲ ଘରେ ବ୍ୟବହାର କରିବା ସେତେବେଳେ ଏଟା ଉପଭୋଗ ଦ୍ରବ୍ୟ। କିନ୍ତୁ ସେଇ ଗାଡିକୁ ଯଦି ଆମେ କମର୍ସିଆଲ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ଓଲା ହଉଛି ତମର ୱେବର, ଏଇଠି ଯଦି ବ୍ୟବହାର କରିବା ତାହେଲେ ସେଇଟା ହେଇଯିବ ଗୋଟେ କଣ ନା ଉତ୍ପାଦକ ଦ୍ରବ୍ୟ, କାରଣ ସେ ତମକୁ ଇନକମ କରିକି ଦବ ହେଲା। ଯଦି ଗୋଟେ ବିଲ୍ଡିଂ ଟା ଆମେ ନିଜେ ରହୁଛେ ସେଇଟା ରେସିଡେନ୍ସିଆଲ ୟୁଜ, ସେଇଟା ଉପଭୋଗ ଦ୍ରବ୍ୟ। କିନ୍ତୁ ସେଇଟା ଯଦି ଆମେ ଯଦି ଭଡାରେ ଲଗେଇଦବା, ଗୋଟେ ଅଫିସ ବା ଫ୍ୟାକ୍ଟ୍ରି କରିଦବା, ତାହେଲେ ସେ କଣ ହବ ନା ଉତ୍ପାଦକ ଦ୍ରବ୍ୟ ହେଇଯିବ। ଯଦି ଆମେ ଚିନିଟାକୁ ଆମେ ଡାଇରେକ୍ଟ କନଜମ୍ପସନ କରୁଛୁ, ଗୋଟେ ଚିନିକୁ ଆମେ ଡାଇରେକ୍ଟ ଖାଉଛୁ, ସିଏ ହେଲା ଉତ୍ପାଦକ ଦ୍ରବ୍ୟ। ଯଦି ଆମେ ସେଇଟାରୁ ଯୋଉ କଣ କରିବା ସୁଇଟ ମିଠା ତିଆରି କରିବା, ତାହେଲେ ସେ ଉତ୍ପାଦକ ଦ୍ରବ୍ୟ ହେଇଯିବ। ଯଦି ଆମେ ହେଲା ଘରୋଇ ବିଜୁଳି ବ୍ୟବହାର କରୁଛେ ତାହେଲେ ସେଟା ଉପଭୋଗ ଦ୍ରବ୍ୟ ହବ। ଯଦି ସେଇ ବିଜୁଳି ବା ଇଲେକ୍ଟ୍ରିସିଟିକୁ ଯଦି ଇଣ୍ଡଷ୍ଟ୍ରି ବ୍ୟବହାର କରିବା, ସେହି ହେଇଯିବ କଣ ଉତ୍ପାଦକ ଦ୍ରବ୍ୟ। ତାପରେ ଆମେ ଦେଖିବା ମେଟେରିଆଲ୍ସ ଗୁଡ୍ସ ଭର୍ସେସ ନନ ମେଟେରିଆଲ ଗୁଡ୍ସ, ଅର୍ଥାତ ଭୌତିକ ଦ୍ରବ୍ୟ ଏବଂ ଅଭୌତିକ ଦ୍ରବ୍ୟ। ଭୌତିକ ଦ୍ରବ୍ୟ ଭିତରେ ଆମେ ଦେଖିବା କଣ ଅଛି, ପେନ୍ ଅଛି, ବହି, ଏକ୍ସାମ୍ପଲ ଦଉଛି ଚେୟାର, ବାସଗୃହ, ମଟର ଗାଡି, ଟେଲିଭିଜନ, ଏଗୁଡିକ ଭୌତିକ ଦ୍ରବ୍ୟ। କାହିଁକି ନା ଏଗୁଡିକ ଆମେ ଦେଖିପାରୁଛେ ଛୁଇଁ ପାରୁଛେ, ତେଣୁକରି ଏଗୁଡିକ ଭୌତିକ ଦ୍ରବ୍ୟ। ତାର ଦେଖ କ୍ୟାରେକ୍ଟରିଷ୍ଟିକ୍ସ ମାନେ ତାର ବୈଶିଷ୍ଟ୍ୟ କଣ, ଗୋଟେ ଭୌତିକ ଦ୍ରବ୍ୟ ନା ଭିଜିବିଲିଟି, ଏ ଦୃଶ୍ୟ ହବ, ଆମେ ଦେଖିପାରିବା ତାକୁ, ଆଉ ତାକୁ ଟଚ୍ କରିପାରିବା, ଏଇ ସବୁ ଦ୍ରବ୍ୟକୁ ଆମେ ଟଚ୍ କରିବା ଛୁଇଁ ପାରିବା, ଏବଂ ତାର ଗୋଟେ ସେପ୍ ଅଛି ଡେଫିନେଟ, ଏଟା ଗୁଲ ହଉ ଚେପା ହଉ କେମିତି ଗୋଟେ ସେପ୍ ଥିବ। ହଁ, ଏଗୁଡା ହେଲା କଣ ଭୌତିକ ଦ୍ରବ୍ୟ। ଠିକ ସେଇଭଳି ଅଭୌତିକ ଦ୍ରବ୍ୟ କଣ, ତାର କ୍ୟାରେକ୍ଟରିଷ୍ଟିକ କଣ ନା କ୍ୟାନଟ ବି ସିନ୍, ତାକୁ ଦେଖିପାରିବାନି, କ୍ୟାନଟ ବି ଟଚ୍, ତାକୁ ଛୁଇଁ ପାରିବାନି, नो ଫିଜିକାଲ ସେପ୍, ତାର କୌଣସି କଣ ନାହିଁ ନା ସେପ୍ ନାହିଁ, ଭୌତିକ ଆକାର ନାହିଁ। ଦେଖ ତାର ଏକ୍ସାମ୍ପଲ ଗୁଡା ଦେଖିଲେ ଜାଣିପାରିବ। ମେଡିକାଲ ଟ୍ରିଟମେଣ୍ଟ, ଯେତେବେଳେ ଆମେ ହସ୍ପିଟାଲ ଯାଉ ଡକ୍ଟର ଆମକୁ ଚିକିତ୍ସା କରେ, ସେଇଟା ହଉଛି ଅଭୌତିକ ଦ୍ରବ୍ୟ। ଏଜୁକେସନ, ସାର୍ ମାନେ ଯେତେବେଳେ ଆମେ ପାଠ ପଢାନ୍ତି, ତାକୁ ନା ଆମେ ଦେଖିପାରୁ, ନା ତାକୁ କଣ କରିପାରୁ ଟଚ୍ କରି ଛୁଇଁ ପାରୁ, ନା ତାର ଗୋଟେ ଆକାର ଅଛି। ଏଇଗୁଡା ଲିଗାଲ ଆଡଭାଇସ, ଲୟର ମାନେ ଓକିଲ ମାନଙ୍କର ସେବା, ମାନେ ଯୋଉ ଲିଗାଲ ଆଡଭାଇସ ଦିଅନ୍ତି ସିଏ, ଆଉ ଇଞ୍ଜିନିୟର ମାନଙ୍କର ସର୍ଭିସ, ବିଜନେସ ମ୍ୟାନ ର ରେପୁଟେସନ, ଇଏ ସବୁ ହଉଛି ଅଭୌତିକ ଦ୍ରବ୍ୟ। ତାପରେ ଆମେ ଦେଖିବା ଇଣ୍ଟରମିଡିଏଟ ଗୁଡ୍ସ ଏଣ୍ଡ ଫାଇନାଲ ଗୁଡ୍ସ, ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଏବଂ ଅନ୍ତିମ ଦ୍ରବ୍ୟ। ଅନ୍ତର୍ବର୍ତ୍ତୀ ଦ୍ରବ୍ୟ କଣ, ଦେଖ ପିଲାମାନେ ପିଲାମାନେ ଦେଖ ମନେକର କାଠ, କାଠଟି କଣ ହଉଛି ଜଙ୍ଗଲ କାଠଟି ଅଛି, କାଠଟା ହଉଛି କଣ ନା ଇଣ୍ଟରମିଡିଏଟ ଗୁଡ୍ସ, ଏବଂ ସେଇଟା ଗୋଟେ ଫର୍ଣ୍ଣିଚର ଫ୍ୟାକ୍ଟ୍ରିରେ ଯେତେବେଳେ ଯାଇକି ଯେତେବେଳେ ଫର୍ଣ୍ଣିଚରଟି ତିଆରି ହେଇଗଲା, ସେ ହେଇଗଲା ଫାଇନାଲ ଗୁଡ୍ସ ହେଲା। ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ମାନେ ଯୋଉ ଦ୍ରବ୍ୟରୁ ଆମେ ଅନ୍ୟ ଏକ ଦ୍ରବ୍ୟ ତିଆରି କରୁ, ଅନଫିନିଶ୍ଡ ମେଟେରିଆଲଟା, ସେଇଟାକୁ ଆମେ କହୁ କଣ ଅନ୍ତର୍ବର୍ତ୍ତୀ ଦ୍ରବ୍ୟ। ତାପରେ ଆମେ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ଉଦାହରଣ ଆମେ ଦେଖିବା, ଉଡ୍ସ ଟା ହଉଛି ଯଦି ଫର୍ଣ୍ଣିଚର ହେଇଗଲା ତାହେଲେ ଏଟା ହେଲା ଫାଇନାଲ ଗୁଡ୍ସ। ସେପରି ସିମେଣ୍ଟ, ଇଟା, ଏଗୁଡା ହେଲା କଣ ଅନ୍ତର୍ବର୍ତ୍ତୀ ଦ୍ରବ୍ୟ। ଯେତେବେଳେ ବିଲ୍ଡିଂ ହେଇଗଲା ସେଇଟା ହେଇଗଲା ଫାଇନାଲ ଗୁଡ୍ସ। ସେପରି କ୍ଷୀର, କ୍ଷୀରଟା ହେଲା ଅନ୍ତର୍ବର୍ତ୍ତୀ ଦ୍ରବ୍ୟ, ସୁଇଟ୍ ବଟର ହେଲା ଫାଇନାଲ ଗୁଡ୍ସ, କ୍ଷୀରରୁ ତିଆରି ହଉଛି। ସେଇଭଳିଆ ସୂତା, ସୂତା ଏବଂ ଲୁଗା, ଲୁଗାଟା ହଉଛି ତମର ଫାଇନାଲ ଗୁଡ୍ସ ହେଲା। ଏଟା ଭାବୁଛି ତମେ ଉଦାହରଣ ଦେବା ପରେ ତମେ ଜାଣି ପାରୁଥିବ। ନେକ୍ସଟ ଆମେ ଦେଖିବା ଅନ୍ତିମ ଦ୍ରବ୍ୟ। ଦେଖ କିନ୍ତୁ ଚୌକି, ଚେୟାରଟା ଡାଇରେକ୍ଟ କଣ କରିବ କନଜ୍ୟୁମର ୟୁଜ କରିବ, ତେଣୁକରି ଏଟା ହେଲା ଅନ୍ତିମ ଦ୍ରବ୍ୟ ଫାଇନାଲ ଗୁଡ୍। ଚେୟାର ପରେ ଆଉ କିଛି ହେଇପାରିବନି,
সোଫା ସେଟଟା ବି କଣ କଞ୍ଜୁମର ୟୁଜ କରିବ, ରସଗୋଲା, ଲୁଗା, ଇଏ ସବୁ ଅନ୍ତିମ ଦ୍ରବ୍ୟ, କାରଣ ୟା ପରେ ଆଉ କିଛି ହେଇପାରିବନି। ହେଲା, ଆମେ ବୁଝିପାରୁଛୁ କି ନାଇଁ, କାଠରୁ ଚୌକି ତିଆରି କରୁଥିଲେ, କାଠଟା ହଉଥିଲା କଣ ଅନ୍ତର୍ଗତ ଦ୍ରବ୍ୟ, ଇଣ୍ଟରମିଡିଏଟ ଗୁଡସ୍, ଆଉ ଚୌକିଟା ହେଲା କଣ ଅନ୍ତିମ ଦ୍ରବ୍ୟ। କିନ୍ତୁ ଏଠି ଚୌକି ପରେ ଆଉ କିଛି କରିହବ, କିଛି କରିହବନି। ତେଣୁକରି ଚୌକି, ସୁପା ସେଟ, ରସଗୋଲା ଏଗୁଡା ସବୁ କଣ ହଉଛି ନା ଅନ୍ତିମ ଦ୍ରବ୍ୟ। ତାପରେ ଦେଖିବା ସେମ୍ ଗୁଡସ୍ କ୍ୟାନ୍ ବି ବୋଥ୍, କିଛି ଦ୍ରବ୍ୟ ଅଛି ସେଇଟା ବି ଅନ୍ତର୍ବର୍ତ୍ତୀ, ସେଇଟା ବି ଅନ୍ତର୍ବର୍ତ୍ତୀ ବା ଇଣ୍ଟରମିଡିଏଟ ଗୁଡସ୍, ସେଇଟା ବି ଫାଇନାଲ ଗୁଡସ୍। କିପରି ଦେଖ, କ୍ଷୀରଟା ବି ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ବା ଇଣ୍ଟରମିଡିଏଟ ଗୁଡସ୍। କିପରି ହଉଛି ନା ଏଟା ବ୍ରେଡ ଫ୍ୟାକ୍ଟ୍ରି ଯେତେବେଳେ ବ୍ୟବହାର ହଉଛି, ସେ ହେଲା କଣ ନା ଅନ୍ତର୍ବର୍ତ୍ତୀ ବା ଇଣ୍ଟରମିଡିଏଟ ଗୁଡସ୍। କିନ୍ତୁ ସେଇଟା ଯଦି ଆମେ ଡାଇରେକ୍ଟଲି କନଜ୍ୟୁମ କରୁଛେ, ଆମେ ପିଉଛେ, ସେଇଟା ହେଲା ଅନ୍ତିମ ଗୁଡସ୍। ଯେତେବେଳେ ଗୋଟେ ଚିନିଟା ଯେତେବେଳେ ଆମେ ମିଠା ତିଆରି କରିବା ବ୍ୟବହାର କରୁଛେ, ସେଇଟା ହେଲା ଅନ୍ତର୍ବର୍ତ୍ତୀ ଗୁଡସ୍। ଯେତେବେଳେ ଆମେ ଘରେ ଚାହା ବନେଇବାରେ ବ୍ୟବହାର କରୁଛେ, ସେଇଟା ଅନ୍ତିମ ଦ୍ରବ୍ୟ ବା ହଉଛି ଫାଇନାଲ ଗୁଡସ୍। ସେହିପରି ଗହମଟା ଯେତେବେଳେ ଫ୍ଲୋରରେ ମାନେ କଣ ହଉଛି ବନା ହଉଛି, ଅଟା ତିଆରି ହଉଛି, ୟୁଜଡ ଇନ୍ ଫ୍ଲୋର ମିଲ୍, ସେତେବେଳେ ଏଟା ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ବା ଇଣ୍ଟରମିଡିଏଟ ଗୁଡସ୍। କିନ୍ତୁ ସେଇଟା ଯେତେବେଳେ ଆମେ ଖାଦ୍ୟରେ ଖାଉଛେ, ମାନେ ଡାଇରେକ୍ଟ ହୋଲ ଗ୍ରେନକୁ ଆମେ ଯୋଉ ବ୍ୟବହାର କରୁଛେ, ସେଇଟା ହଉଛି କଣ ନା ଫାଇନାଲ ଗୁଡସ୍ ବା ତମର ଅନ୍ତିମ ଦ୍ରବ୍ୟ। ବର୍ତ୍ତମାନ ଦେଖିବା ପ୍ରାଇଭେଟ ଗୁଡସ୍ ଏବଂ ପବ୍ଲିକ ଗୁଡସ୍। ପ୍ରାଇଭେଟ ଗୁଡସ୍ ମାନେ ଘରୋଇ ଦ୍ରବ୍ୟ, ପବ୍ଲିକ ଗୁଡସ୍ ମାନେ ସର୍ବସାଧାରଣ ଦ୍ରବ୍ୟ। ପ୍ରାଇଭେଟ ଗୁଡସ୍ ଭିତରେ ଆମେ ଏକ୍ସାମ୍ପଲ ଦବା ଫୁଡସ୍, କ୍ଲଥ, କାର, ହାଉସ, ବୁକ୍ସ, ଏଗୁଡା ହଉଛି ତମର କଣ ପ୍ରାଇଭେଟ ଗୁଡସ୍। ଆଉ ଏଠିରେ ଫିଚର୍ସ ବୈଶିଷ୍ଟ୍ୟ କଣ ରହୁଛି ନା ଇଣ୍ଡିଭିଜୁଆଲ ଓନରସିପ, ଅର୍ଥାତ ପ୍ରାଇଭେଟ ଗୁଡସ୍ ଯେତେ ଦେଖିବା ତାର ଜଣେ ଓନର ଥିବ, ସେ ତାର ଜଣେ ମାଲିକ ଥିବ। ଏବଂ କଣ ହଉଛି ଦୋଜ ହୁ ଓନ୍ ନଟ୍ ପ୍ଲେ ଏକ୍ସକ୍ଲୁଡ, ତାକୁ ସେ ଇଏରୁ ଆମେ କାଢି ପାରିବାନି। ସରି, ଭୁଲ କହିଲି। ଇଏ କଣ ହବ, ଏଇ ଯୋଉ ଗୁଡସ୍ ଗୁଡିକ କଣ ନିର୍ଦ୍ଦିଷ୍ଟ ଲୋକ ତାକୁ ବ୍ୟବହାର କରିବେ, ଯାହାର ଓନରସିପ ଥିବ ସେଇ କେବଳ ବ୍ୟବହାର କରିବ। ହେଲା, ତାପରେ ଏଠାର ରାଇଭିଲାରି ମାନେ ଦେଖ, ୟା ପ୍ରତିନିଧି ୱାନ୍ସ କନଜମ୍ପସନ୍ସ ରିଡ୍ୟୁସ ଆଭେଲେବିଲିଟି ଫର ଅଦର୍ସ। ମନେକର ଏଠି 10ଟା ପ୍ୟାକେଟ ପେନ୍ ଅଛି, ସରି ହଁ 10ଟା ପ୍ୟାକେଟ ପେନ୍ ଅଛି, ଗୋଟିଏ ଲୋକ ଗୋଟେ ପିଲା ଗୋଟେ ପ୍ୟାକେଟ ପେନ୍ ନେଇଗଲା, ଅର୍ଥାତ ୟାର କଣ ହେଇଗଲା, ୟାର ଆଭେଲେବିଲିଟି କମିଗଲା। ବୁଝିଗଲା କି ନାଇଁ? ତେଣୁକରି ଇଏ କଣ ହବ ନା ୱାନ୍ସ କନଜମ୍ପସନ, ଯଦି ଜଣେ ବ୍ୟବହାର କରିଦେଲା, ତେବେ ୟାର ଅନ୍ୟମାନଙ୍କ ପାଇଁ ଯୋଉ ଆଭେଲେବିଲିଟି ବର୍ତ୍ତମାନ କମିଗଲା। ଯୋଉ 10ଟା ଥିଲା ବର୍ତ୍ତମାନ 9ଟା ହେଇଗଲା, ଆଉ ଜଣେ ନେଇଗଲେ ଫେର ଏଟା 8ଟା ହେଇଯିବ, ଏଇ ଟାଇପର। ତାପରେ ଆମେ ଦେଖିବା ପବ୍ଲିକ ଗୁଡସ୍। ପବ୍ଲିକ ଗୁଡସ୍ ରେ ଦେଖ, ଏଟା ଓନରସିପ ଯୋଉଟା ପବ୍ଲିକ ଗୁଡସ୍ ବା ସର୍ବସାଧାରଣ ଇଏଟା, ୟାର ଓନରସିପ ଆଇଦର ଗଭର୍ଣ୍ଣମେଣ୍ଟ ଥାଏ ବା ସୋସାଇଟି ଥାଏ। ସୋସାଇଟି ମାନେ ହେଲା ସୋସାଇଟି ଥାଏ। ତାପରେ ତମର ଏଠି କ୍ୟାନ୍ ନଟ୍ ବି ଏକ୍ସକ୍ଲୁଡ ନନ୍ ପ୍ଲେୟର୍ସ, ଏଠି ଆମେ କାହାକୁ ଏକ୍ସକ୍ଲୁଡ ବା ବାହାର କରିଦେଇ ପାରିବାନି। ବୁଝିହେଲା କି ନାଇଁ? ମନେକର ଗୋଟେ ଗାର୍ଡେନ ଅଛି, ପବ୍ଲିକ ଗାର୍ଡେନ, ସେ ଗାର୍ଡେନ ରୁ ଆମେ ଅନ୍ୟମାନଙ୍କୁ କାଢି, ମାନେ ଏଠି ସବୁ ଲୋକଙ୍କୁ ଏଲାଉ କରାଯିବ, କାହାକୁ ତମେ କାଢି ପାରିବାନି। କ୍ୟାନ୍ ନଟ୍ ଏକ୍ସକ୍ଲୁଡ ନନ୍ ପ୍ଲେୟର୍ସ। ହେଲା, ବୁଝିହେଲା କି ନାଇଁ? ସେଇଭଳିଆ ହଉଛି ଏଠି କଣ ହଉଛି ନା ନନ୍ ରାଇଭେଲାରି, ୱାନ୍ସ କନଜମ୍ପସନ ଡଜ ନଟ୍ ରିଡ୍ୟୁସ ଅଦର କନଜମ୍ପସନ। ଅଧାର ଗୋଟେ ପାର୍କ ଅଛି, ସେ ପାର୍କରେ 100 ଜଣ ଲୋକ ବସିଛନ୍ତି, ଆଉ 5ଟା ଲୋକ ଆସିକି ପହଞ୍ଚିଗଲେ, ତାହେଲେ ଏଇ ଯୋଉ 100 ଜଣ ଲୋକ ଯେତିକି ଉପଭୋଗ କରଲେ, ଏ 5ଟା ଲୋକ କଣ ସେତିକି ଉପଭୋଗ କରିବେ, କାରଣ ସେଇ ପାର୍କ ଭିତରେ ରହିବେ। କାହାରି କଣ ହେଲାନି, ଉପଭୋଗରୁ କୌଣସି ଜିନିଷ କମିଗଲାନି। ତେଣୁକରି ଏଟା ଗୋଟେ ନନ୍ ରାଇଭେଲାରି ନେଚର। ତାପରେ ଆମେ ଦେଖିବା, ଏବେ ଯଦି ଦେଖିବା ପବ୍ଲିକ ଗୁଡସ୍ ଆଉ ପ୍ରାଇଭେଟ ଗୁଡସ୍ ଭିତରେ ପାର୍ଥକ୍ୟ କଣ, ଦେଖ ଓନରସିପ ପବ୍ଲିକ ପ୍ରାଇଭେଟ ଗୁଡସ୍ ରେ ଇଣ୍ଡିଭିଜୁଆଲ, ଆଉ ହଉଛି ତମର ପବ୍ଲିକ ଗୁଡସ୍ ରେ କଲେକ୍ଟିଭଲି ବା ଗଭର୍ଣ୍ଣମେଣ୍ଟ। ଆଉ ଯଦି ଦେଖିବା ଏଠି କାଢିବାଟା, ଏଠି ପ୍ରାଇଭେଟ ଗୁଡସ୍ କାଢି ଦେଇ ହବ, ଜଣକୁ କାଢି ଦେବ, କିନ୍ତୁ ପବ୍ଲିକ ଗୁଡସ୍ ରେ ନଟ୍ ପସିବଲ। କାହିଁକିନା ପ୍ରାଇଭେଟ ଗୁଡସ୍ ଲିମିଟେଡ ଜିନିଷ ଥାଏ, ଆଉ ଏଠି ପବ୍ଲିକ ଗୁଡସ୍ ରେ ଅନଲିମିଟେଡ ଇଏ ଥାଏ। ଏବଂ ପ୍ରାଇଭେଟ ଗୁଡସ୍ କଣ ହୋଇଥାଏ ନା ରାଇଭେଲଟରି ପ୍ରେଜେଣ୍ଟ। ହେଲା, ଗୋଟିଏ ଲୋକ ଯଦି ମନେକର ଜିନିଷଟିକୁ କିଣି ନେଲା, ତାହେଲେ ସେଠି କମିଯିବ, ଏଠି ଆମାଉଣ୍ଟ କମିଯିବ। କିନ୍ତୁ ଏଠି ତ ଆବସେଣ୍ଟ ସେଇ ଜିନିଷଟା। ଗୋଟେ ପାର୍କ ଅଛି, ପାର୍କ ବା ଗୋଟେ ସ୍କୁଲ ଅଛି, 100ଟା ପିଲା ପଢୁଥିଲେ, ଆଉ 2ଟା ପିଲା ଆସି ପଢିଲେ, କାହାକୁ ତ କାଢିବନି, ସମସ୍ତେ ଏନ୍ଜୟ କରିବେ। ବୁଝିଗଲେ କି ନାଇଁ? ଏଇଟା ହଉଛି କଥା। ଆଉ ଏଠି ପ୍ରାଇସ ପେଡ କରାଯିବ ପ୍ରାଇଭେଟ ଗୁଡସ୍ ରେ, ଆଉ ଏଠି ପବ୍ଲିକ ଗୁଡସ୍ ରେ ପ୍ରାଇସ ପେଡ କରାଯାଏନି, କେବଳ ଟ୍ୟାକ୍ସ ନିଆଯାଏ। ବୁଝିପାରିଲ, ଟ୍ୟାକ୍ସେସ୍ ବେଳେ ବେଳେ ନିଆଯାଏ, ଫି ବି ବେଳେ ବେଳେ ନିଆଯାଏ, କିନ୍ତୁ ଏଠି ପ୍ରାଇସ ୟା ପାଇଁ ଦିଆଯାଏନି। ଆଉ ଏଠି ଏକ୍ସାମ୍ପଲ ପାଇଁ ଫୁଡ କ୍ଲଥେସ୍ ଦେଖିବା,
आउ पब्लिक गुड्स भितर आम देखिपर डिफेन्स मान सैन्यबाहिनी रास्ताघाट स्ट्रीट लाइट यही सब जिन गुड़िक आम देखिपर नेक्स्ट आम देखा देख पिला माने शेष पर्यंत भिडियो टी देखि बहुत बहुत धन्यवाद चैनल सहित कौन हुआ जोड़िकी रुह प्रत्येक दिन आम कौन करवा एठारे इकोनॉमिक्स एवं पॉलिटिशियंस रो किछि किछि वीडियो आम अपलोड करवा एवं वीडियो को तुम कौन कर लाइक कर सांग मान शेयर कर चैनल टी सब्सक्राइब कर नब